ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଯେଉଁ ଜିପିଆର୍ଏସ୍ ସର୍ଭେ ହେଇଥିଲା ତାର ରିପୋର୍ଟ ଆଜି ଆମେ ଆଫ୍ଟରନୁନ୍ରେ ବା ଅପରାହ୍ନରେ ପ୍ରାପ୍ତ ହେଇଛୁ। ଇମେଲ୍ ଜରିଆରେ ସେମାନେ ଆମକୁ ଦେଇଛନ୍ତି, ତାର ଚିଠି ବି ଏଏସ୍ଆଇ କର୍ତ୍ତୃପକ୍ଷ ଆମକୁ ଦେଇଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ଆମେ ସମସ୍ତେ ସବୁବେଳେ ଗୁରୁତ୍ୱ ଦେଇ ଆସିଛୁ। ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହେଲା ପରେ ଏବେ ଆମେ ତା ସମ୍ବନ୍ଧରେ ଏଏସ୍ଆଇକୁ ଚିଠି ଲେଖିଛୁ, ଯୋଉଥିରେ କି ଆମେ କହିଛୁ ଯେ ଯାହା ବି ମରାମତି ରକ୍ଷଣାବେକ୍ଷଣ ବା ଯେଉଁ କାର୍ଯ୍ୟ କରିବା କଥା ସଂରକ୍ଷଣ କାର୍ଯ୍ୟ ବା ରିପେୟାର ରେଷ୍ଟୋରେସନ বা কনজরভেশন কার্য করা কথা সেমানে শীঘ্র তাকে হাতকু নেবে। এই রিপোর্টরে যাহা অছি আমি আপনাকে এবে কহিপারনু, কারণ 45 পেজর রিপোর্ট দিয়েছেন, টেকনিকাল রিপোর্ট যেহেতু দিয়েছেন আমি তাকে তর্জমা করবু এবং আমি এএসআই কু অনুরোধ করছু যে এ সম্বন্ধে সেমানে আউ থরে আম সহিত আলোচনা করিবে এবং আমি ম্যানেজিং কমিটি গঠন হেলা পরে তা উপরে বি আলোচনা করা যিব। যেহেতু ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଆମେ ଛତିଶା ନିଯୋଗ ସହିତ ମଧ୍ୟ ତା ଉପରେ ଆଲୋଚନା ବିସ୍ତୃତ ଭାବରେ କରିବୁ ଏବଂ ଯେତେବେଳେ ସେମାନେ ଯାହା କାର୍ଯ୍ୟ କରିବେ ତାଙ୍କର ଏଜେଣ୍ଡା ଅଫ୍ ୱାର୍କ ଯାହା ରହିବ ତା ସମ୍ବନ୍ଧରେ ଆମେ ତାଙ୍କୁ ସୂଚନା ମାଗିଛୁ ଯେ ସେମାନେ କ'ଣ କ'ଣ କରିବା ପାଇଁ ଯାଉଛନ୍ତି, ତାର ଡିଟେଲ ସେମାନେ ଏଜେଣ୍ଡା ଅଫ୍ ୱାର୍କସ୍ ଦେବେ, ଯଦ୍ୱାରା କି ଆମେ ତାକୁ ଛତିଶା ନିଯୋଗକୁ ଅବଗତ କରିବୁ ଏବଂ ଛତିଶା ନିଯୋଗର ଯାହା ବି ପରାମର୍ଶ ରହିବ ଯେମିତି କୌଣସି ହିସାବରେ ଆମର ନୀତିକାନ୍ତିରେ ତାର ପ୍ରଭାବ ନ ପଡ଼େ, ଆଡଭର୍ସ ଏଫେକ୍ଟ ନ ପଡ଼େ, ତା ଉପରେ ଆମେ ଧ୍ୟାନ ଦେବୁ। ସେବା ପୂଜାରେ କୌଣସି ହିସାବରେ ଅସୁବିଧା ହେବା କଥା ନୁହଁ, କିମ୍ବା ଯେଉଁ ଭକ୍ତମାନେ ଆସୁଛନ୍ତି ଜଗନ୍ନାଥ ପ୍ରେମୀ ଭକ୍ତ ଶ୍ରୀଜୀଉମାନଙ୍କ ଦର୍ଶନ କରୁଛନ୍ତି ତାଙ୍କର ଦର୍ଶନ ଉପରେ ଯେମିତି କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ନ ପଡ଼େ ତା ଉପରେ ଆମେ ଗୁରୁତ୍ୱ ଦେବୁ ଏବଂ ଆମେ ଚାହିଁବୁ ଯେ ଯେହେତୁ ଆମେ ସବୁବେଳେ କହି ଆସିଛୁ ଯେ ଶ୍ରୀମନ୍ଦିରର ସୁରକ୍ଷା ଏବଂ ଏବେ ଯେହେତୁ ରତ୍ନଭଣ୍ଡାରର କାର୍ଯ୍ୟ ଚାଲିବ ତାର ଯାହା କନଜରଭେସନ ୱାର୍କସ୍ ହେବ ତାକୁ ସେମାନେ ଶୀଘ୍ର ନେଲେ ଆମେ ଯେଉଁ ଷ୍ଟ୍ରକ୍ଚରାଲ ସେଫ୍ଟି କଥା ସବୁବେଳେ କହି ଆସିଛୁ ସ୍ଥାୟିତ୍ୱ ଉପରେ ତାପରେ ସେମାନେ ତାକୁ ଗୁରୁତ୍ୱ ଦେବେ। ଆପଣମାନଙ୍କୁ ସୂଚନା ଦେବା ପାଇଁ ଚାହିଁବି ଯେ ରାଜ୍ୟ ସରକାର ଏଥିପାଇଁ ଯେଉଁ ଏସ୍ଓପି ଅନୁମୋଦନ କରିଥିଲେ ସେଇ ତାହା ଅନୁଯାୟୀ ଜୁଲାଇ 14 ଏବଂ ଜୁଲାଇ 18 ତାରିଖରେ ବାହାର ଏବଂ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀ ଟେମ୍ପୋରାରୀ ଷ୍ଟ୍ରଙ୍ଗ ରୁମ୍କୁ ସିଫ୍ଟିଂ ହେଇସାରିଛି ବା ସ୍ଥାନାନ୍ତରିତ ହେଇସାରିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆପଣ ଜାଣିଛନ୍ତି ଅଗଷ୍ଟ 23 ତାରିଖ ଦିନ ଆମର ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଖାଲି ଥିବା ଆଲମିରା ଏବଂ ସିନ୍ଧୁକୁ ବି ଆମେ ସ୍ଥାନାନ୍ତର କରିସାରିଛୁ। ଏହାପରେ ତାର ସଂରକ୍ଷଣ ମରାମତି କରିବା ପୂର୍ବରୁ ଆମର ହାଇ ଲେଭେଲ କମିଟି ମ୍ୟାନେଜିଂ କମିଟିର ବି ପରାମର୍ଶ ରହିଥିଲା ଏବଂ ରାଜ୍ୟ ସରକାର ବି ସେଇ ଆମକୁ ପରାମର୍ଶ ଏବଂ ନିର୍ଦ୍ଦେଶ ଦେଇଥିଲେ। ସେଇ କ୍ରମରେ ଆମେ ତାଙ୍କୁ କହିଥିଲୁ ଯାହା ବି ସାଇଣ୍ଟିଫିକ ଇନଭେଷ୍ଟିଗେସନ କରିବା କଥା ଏଏସ୍ଆଇ ତାକୁ କରନ୍ତୁ। ସେଇ କ୍ରମରେ ଏଏସ୍ଆଇ ତରଫରୁ ସିଏସ୍ଆଇଆର ଯେଉଁ ଏନ୍ଜିଆର୍ଆଇ ଇନଷ୍ଟିଚ୍ୟୁଟ୍ ଅଛି, ନ୍ୟାସନାଲ ଜିଓଫିଜିକାଲ ଇନଷ୍ଟିଚ୍ୟୁଟ୍ ହାଇଦ୍ରାବାଦ ସ୍ଥିତ, ତାଙ୍କର ମୁଖ୍ୟ ବୈଜ୍ଞାନିକ ଏବଂ ବୈଜ୍ଞାନିକ ଦଳ ତାର ବିଭିନ୍ନ ପ୍ରକାର ବୈଜ୍ଞାନିକ ସର୍ବେକ୍ଷଣ କାର୍ଯ୍ୟକ୍ରମ କରିଥିଲେ ଏବଂ ସେଇ କ୍ରମରେ ଆଜି ସେଇ ରିପୋର୍ଟ ଆମର ହସ୍ତଗତ ହେଇଛି ଏବଂ ଏଇ ରିପୋର୍ଟ ଆଧାରରେ ଆମେ ଅନୁରୋଧ କରୁଛୁ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ଖୁବ୍ ଶୀଘ୍ର ସଂରକ୍ଷଣ ଏବଂ ମରାମତି କାର୍ଯ୍ୟ କରିବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମରାମତି ହେଇସାରିଲା ପରେ ଯାହା ବି ଏସ୍ଓପି ଅଛି ଆମ ପାଖରେ ହସ୍ତଗତ ହେଇସାରିଛି, ଆପଣମାନେ ସମସ୍ତେ ଅବଗତ ଅଛନ୍ତି। ମାର୍ଗଦର୍ଶିକା ଅନୁଯାୟୀ ଗଣତି ମଣତି ପ୍ରକ୍ରିୟା ଆରମ୍ଭ। ପ୍ରାଥମିକ କିଛି ସୁଡ଼ଙ୍ଗ, କିଛି ଘର କିମ୍ବା ଆଉ କିଛି ସୁରାକ ଆସୁଛି କି ନାଇଁ, ଟେକ୍ନିକାଲ ରିପୋର୍ଟର ଯାହା ଅଛି ସେଟା ଟେକ୍ନିକାଲ ଲାଙ୍ଗୁଏଜରେ ସେମାନେ ଲେଖିଛନ୍ତି, ତାର ସମରି ଯାହା ଦେଇଛନ୍ତି ଆମକୁ ସେଭଳି ଭାବରେ କିଛି ସୂଚନା ନାହିଁ ଯେ କୌଣସି ସୁଡ଼ଙ୍ଗ କିମ୍ବା ଅଲଗା କୌଣସି ଷ୍ଟ୍ରକ୍ଚର ଥିବାର, ଯାହା ପ୍ରାରମ୍ଭିକ ଆମେ କର୍ସରୀ ଲୁକ୍ ନେଇକି ଦେଖିଛୁ, କିନ୍ତୁ ସେଇ ରିପୋର୍ଟଟା ପୂର୍ଣ୍ଣାଙ୍ଗ ଭାବରେ ଅବଗତ ହେଲା ପରେ ଆମେ ଯାହା କିଛି ସେଇ ବିଷୟରେ ଆପଣମାନଙ୍କୁ ସୂଚନା ନିଶ୍ଚିତ ଭାବରେ ଦେବୁ। କିନ୍ତୁ ମୁଁ ଯେମିତି କହିଲି ଶ୍ରୀମନ୍ଦିର ଏବଂ ରତ୍ନଭଣ୍ଡାର ସମ୍ପର୍କରେ ଆମେ ଯେହେତୁ କଥା ହଉଛେ, ରତ୍ନଭଣ୍ଡାର ସ୍ଥାୟିତ୍ୱ ଏବଂ ତାର କନଜରଭେସନ ୱାର୍କସକୁ ଆମେ ସର୍ବାଧିକ ଗୁରୁତ୍ୱ ଦେଇଛୁ। ଏଇ କ୍ରମରେ ମ୍ୟାନେଜିଂ କମିଟି ବି ପରାମର୍ଶ ଦେଇଛନ୍ତି, ହାଇ ଲେଭେଲ କମିଟି ଯୋଉଟା ଜଷ୍ଟିସ ବିଶ୍ୱନାଥ ରଥଙ୍କ କମିଟି ସେମାନେ ମଧ୍ୟ ଆମକୁ ପରାମର୍ଶ ଦେଇଛନ୍ତି ଏବଂ ସର୍ବୋପରି ରାଜ୍ୟ ସରକାରଙ୍କର ଯେଉଁ ମାର୍ଗଦର୍ଶିକା ଅଛି, ଯାହା ବି ନିର୍ଦ୍ଦେଶନାମା ଅଛି ସେଇ ହିସାବରେ ଏସବୁ କାର୍ଯ୍ୟ ହାତକୁ ନିଆଯାଇଛି। ମହାପ୍ରଭୁଙ୍କ କୃପାରୁ ସବୁ କାର୍ଯ୍ୟ ଶୃଙ୍ଖଳିତ ଭାବରେ ସମାପନ ହେଇଛି। ଏବେ ଟେକ୍ନିକାଲ ରିପୋର୍ଟ ଆଧାରରେ, କାରଣ ମରାମତି ପାଇଁ ମଧ୍ୟ ଟେକ୍ନିକାଲ ରିପୋର୍ଟରେ କ'ଣ କିଛି ରହିଛି ଯେ କେତେ କ୍ଷୟକ୍ଷତି ହେଇଛି ରତ୍ନଭଣ୍ଡାର, ଏସବୁ ରିପୋର୍ଟ ତ କିଛି ଟେକ୍ନିକାଲ ରିପୋର୍ଟରେ ଏହା ଉପରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ତାର ଯେଉଁ ବିଶେଷ କରି ତା ଚଟାଣ
ଏବଂ କାନ୍ଥ ଗୁଡ଼ିକର ଯାହା କିଛି ଅଛି ତାର କେଉଁ ହିସାବରେ କେଉଁ ସ୍ଥିତିରେ ଅଛି ଏବଂ ମରାମତି ବା ସଂରକ୍ଷଣ ପାଇଁ କ'ଣ ଆବଶ୍ୟକ କାର୍ଯ୍ୟ କରିବା କଥା। ଏବଂ ଆପଣମାନେ ଜାଣିଛନ୍ତି ଏଏସ୍ଆଇ ଆମ ଶ୍ରୀମନ୍ଦିରର ସଂରକ୍ଷଣ କାର୍ଯ୍ୟ ହାତକୁ ନେଇଛନ୍ତି 1970 ମସିହା 70 ଦଶକରୁ। ତେଣୁ ଦେ ଆର୍ ଦ କମ୍ପିଟେଣ୍ଟ ଅର୍ଗାନାଇଜେସନ୍ ଟୁ ଟେକ୍ କେୟାର। ଆମେ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ଆଜି ଲିଖିତ ହିସାବରେ ଆମେ ଅନୁରୋଧ କରୁଛୁ, ଯାହାର କପି ମଧ୍ୟ ଆମେ ଆପଣଙ୍କୁ ଦେଇଦେବୁ, ଯେଉଁଥିରେ ଆମେ ତାଙ୍କୁ ଲେଖୁଛୁ ଯେ ଟେକ୍ନିକାଲ ରିପୋର୍ଟରେ ଯାହା ବି ପରାମର୍ଶ ରହିଛି ସେଇ ପରାମର୍ଶ ଅନୁଯାୟୀ ଆପଣ ସଂରକ୍ଷଣ ମରାମତି ବା ରେଷ୍ଟୋରେସନ କାର୍ଯ୍ୟ ଆପଣ କରନ୍ତୁ। କେତେ ଜାଗାରେ ଫାଟ ସୃଷ୍ଟି ହେଇଛି, ଚଟାଣରେ କ'ଣ କ'ଣ ସବୁ ହେଇଛି ଡିଟେଲ୍ସ? ରତ୍ନଭଣ୍ଡାର 3ଟି ଭାଗ ଯୋଉଟା ଅଛି, ଆମର ଏଣ୍ଟ୍ରାନ୍ସ ୱେ, ମଝି ପାଖ ଏବଂ ରତ୍ନଭଣ୍ଡାର ପ୍ରପର, ଯୋଉଟା କି ବାହାର ରତ୍ନଭଣ୍ଡାର ଭିତର ରତ୍ନଭଣ୍ଡାର, ତାର ଚଟାଣ ଏବଂ କାନ୍ଥ ସବୁ ଯାକ ବୈଜ୍ଞାନିକ ପଦ୍ଧତିରେ ସେମାନେ ତାକୁ ଅନୁଶୀଳନ କରିଛନ୍ତି ଏବଂ ଟେକ୍ନିକାଲି ଯାହା ବି ସଜେସନ୍ସ ଆସିଛି ମୁଖ୍ୟ ବୈଜ୍ଞାନିକ ଏବଂ ତାଙ୍କ ଦଳ ଯୋଉ ଦେଇଛନ୍ତି NGRI ର, ସେଇ ବେସିସରେ ଆମେ କରିବା ପାଇଁ ନିଶ୍ଚିତ ଭାବରେ ପରାମର୍ଶ ଦେବୁ। ଫାଟ ବିଷୟରେ ଏବେ କହିବାର ଠିକ ହବନି, ମୁଁ ଯେମିତି କହିଲି 45 ପୃଷ୍ଠାର ସେଇ ରିପୋର୍ଟ ଆସିଛି, ସେଇଥିରେ ଡିଟେଲ ତନ୍ନ ତନ୍ନ କରି ସେମାନେ ତାକୁ ବର୍ଣ୍ଣନା କରିଛନ୍ତି ଏବଂ ଯେହେତୁ ଏଟା ଗୋଟେ ସାଇଣ୍ଟିଫିକ ରିପୋର୍ଟ ଏବଂ ସେଇଥିରେ ଯାହା ସାଇଣ୍ଟିଫିକ ଇନଭେଷ୍ଟିଗେସନ୍ସ କରିଛନ୍ତି ତା ଉପରେ ଉଲ୍ଲେଖ ରହିଛି, ତେଣୁ ଆମେ ଆଶା କରିବୁ ଯେ ଏଏସ୍ଆଇ ସେଇ ରିପୋର୍ଟ ଅନୁଯାୟୀ ସବୁ କାର୍ଯ୍ୟ ସମ୍ପାଦନ କରିବେ। ଏବଂ ଆପଣଙ୍କ ଜରିଆରେ ଆମେ ଆଉ ଗୋଟେ ସୂଚନା ଦେବା ପାଇଁ ଚାହିଁବୁ, ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପୂର୍ଣ୍ଣ ସହଯୋଗ ଆମେ କରିବୁ। ଆଉ ଗୋଟେ ମୁଁ ଆପଣଙ୍କୁ ସୂଚନା ଦେଲି, ଛତିଶା ନିଯୋଗର ବି ଆମେ ପରାମର୍ଶ ଲୋଡ଼ିବୁ, କାରଣ ନୀତିକାନ୍ତି ବା ଦର୍ଶନ ଭକ୍ତମାନଙ୍କ ଦର୍ଶନ ସମ୍ବନ୍ଧରେ ଯେମିତି କୌଣସି ଅସୁବିଧା ନ ହୁଏ ସେଇ ଉପରେ ଆମେ ବିଶେଷ ଭାବରେ ଗୁରୁତ୍ୱ ଦେବୁ। ସମ୍ବେଦନଶୀଳ ପ୍ରସଙ୍ଗ, କେତେ ତ୍ୱରିତ ଗୋଟେ NGRI ର ଯୋଉ ବୈଜ୍ଞାନିକ ହୁଅନ୍ତୁ କିମ୍ବା ଏଏସ୍ଆଇ ର ସୁପରିଟେଣ୍ଡେଣ୍ଟ କିମ୍ବା ତାଙ୍କର ଡିଜି ହୁଅନ୍ତୁ, କେବେ ଶ୍ରୀମନ୍ଦିର ପ୍ରଶାସନ ସହିତ ଗୋଟେ ଆଲୋଚନା ହବ, 45 ପେଜର ରିପୋର୍ଟ ସ୍ପଷ୍ଟ ହବ? ଏବେ ଆଲୋଚନା ହୁଏତ ତୁରନ୍ତ ଆଲୋଚନା କରିବା ପାଇଁ ଆମେ ନ କଲେ ବି ଆମେ ତାଙ୍କୁ ତୁରନ୍ତ କହୁଛୁ ଯେ ସାଇଣ୍ଟିଫିକ ରିପୋର୍ଟ ଆଧାରରେ ଆପଣ ଦୟାକରି ମରାମତି କାର୍ଯ୍ୟ କରନ୍ତୁ ବା ସଂରକ୍ଷଣ କାର୍ଯ୍ୟ କରନ୍ତୁ ଏବଂ ଦରକାର ପଡ଼ିଲେ ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଯଦି କିଛି ଟେକ୍ନିକାଲ ଆବଶ୍ୟକତା ରହିବ ତାକୁ ତର୍ଜମା କରିବା ପାଇଁ ଆମେ ୱି ୱିଲ୍ ଟେକ୍ ଆଡଭାଇସ୍ ଫ୍ରମ୍ ସଚ୍ ଟେକ୍ନିକାଲ ଏକ୍ସପର୍ଟସ୍। ମୁଁ ତ ସେଥିପାଇଁ ଆପଣଙ୍କୁ କହିଲି, ବାରମ୍ବାର କହୁଛି ଯେ ଯେତେ ଶୀଘ୍ର ହବ ମରାମତି କାର୍ଯ୍ୟ ଆମେ ସେତେ ଖୁସି ହବୁ ଏବଂ ଆମେ ସେଟା ଚାହିଁବୁ ଯେ ମରାମତି କାର୍ଯ୍ୟ ଅତି ଶୀଘ୍ର ସେମାନେ ଆରମ୍ଭ କରନ୍ତୁ। ଗୋଟେ ଡିଜିଟାଇଜେସନ ର କଥା ଆସୁଥିଲା ଯେ କେଉଁ ସ୍ୱର୍ଣ୍ଣ ମୁଦ୍ରା ତାର ନାଁ କ'ଣ ଏବଂ କେତେ ଓଜନର, କେଉଁ ହୀରା ନୀଳା ମୋତି ମାଣିକ, ତାର ଡିଜିଟାଇଜେସନ କିଭଳି ଭାବରେ? ୟେସ୍, ଆପଣ ସେ ସମ୍ବନ୍ଧରେ ଅବଗତ ଅଛନ୍ତି। ରାଜ୍ୟ ସରକାର ବି ଅନୁମୋଦନ କରିଛନ୍ତି ମାର୍ଗଦର୍ଶିକା, ଯାହା ବି ପ୍ରଥମେ ସଂରକ୍ଷଣ ବା ମରାମତି କାର୍ଯ୍ୟ ପ୍ରଥମେ କରାଯିବ ରତ୍ନଭଣ୍ଡାର ଏଏସ୍ଆଇ ଦ୍ୱାରା। ସେଇ କାର୍ଯ୍ୟ ସରିଗଲା ପରେ ସେମାନେ ଯେତେବେଳେ ଆମକୁ ହ୍ୟାଣ୍ଡ ଓଭର କରିବେ ଏବଂ ସେଇ ଟେମ୍ପୋରାରୀ ରତ୍ନଭଣ୍ଡାରରେ ଯେଉଁ ଆମର ଅଳଙ୍କାର ବା ଯାହା ବି ମୂଲ୍ୟବାନ ଜିନିଷ ଅଛି ତାକୁ ପୁଣି ଥରେ ସ୍ଥାନାନ୍ତରଣ କରାଯିବ ମୂଳ ରତ୍ନଭଣ୍ଡାରକୁ। ରିପେୟାର ହେଲା ପରେ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ହେଲା ପରେ ମୂଳ ରତ୍ନଭଣ୍ଡାରରେ ହିଁ ଗଣତି ମଣତି କରାଯିବ। ତା ପାଇଁ ବି SOP ଆମ ପାଖରେ ଅଛି। ଯଦି ଅନ୍ୟ କୌଣସି ଆବଶ୍ୟକୀୟ ଜିନିଷ ସେଥିରେ ଯୋଡ଼ିବାର ଅଛି ତାହେଲେ ଆମେ ହାଇ ଲେଭେଲ କମିଟି ହଉ ଆମର ଟେମ୍ପଲ ମ୍ୟାନେଜିଂ କମିଟିର ପରାମର୍ଶ ନେବୁ ଏବଂ ପୂର୍ଣ୍ଣାଙ୍ଗ ଭାବରେ ରାଜ୍ୟ ସରକାରଙ୍କର ଆଉ ଥରେ ଆମେ କିଛି ଆଡଭାଇସ୍ ଇନଷ୍ଟ୍ରକ୍ସନ୍ସ ବା ଡାଇରେକ୍ସନ ଯଦି ଥିବ ତାକୁ ବି ନେବୁ ଏବଂ ମହାପ୍ରଭୁଙ୍କ କୃପାରୁ ଗଣତି ମଣତି ପ୍ରକ୍ରିୟା ବି ଠିକ୍ ହିସାବରେ ହବ ବୋଲି ଆମେ ଆଶା କରିବା। ଏବଂ ଆପଣ ବି ସୂଚନା ପାଇଛନ୍ତି ରାଜ୍ୟ ସରକାରଙ୍କ ତରଫରୁ ମାନ୍ୟବର ମନ୍ତ୍ରୀ ମଧ୍ୟ ଘୋଷଣା କରିଛନ୍ତି ଯେ ଡିଜିଟାଇଜେସନ ହବ, ସବୁ ଯାକ ଏଣ୍ଟାୟାର ପ୍ରୋସେସର ଭିଡ଼ିଓଗ୍ରାଫି ହବ, ଡିଜିଟାଇଜେସନ ହବ, ପ୍ରତ୍ୟେକ ମୂଲ୍ୟବାନ ସାମଗ୍ରୀର ଡିଜିଟାଇଜେସନ କରିକି ତାକୁ ଆମେ ଗୋଟେ ପୂର୍ଣ୍ଣାଙ୍ଗ ଭାବରେ ସେ ରିପୋର୍ଟ ପ୍ରସ୍ତୁତ କରିବା। ଭାବୁଛନ୍ତି ରିପେୟାର କାର୍ଯ୍ୟ ଡ୍ୟୁରେସନ ଭିତରେ, କାରଣ ନୀତିକାନ୍ତି ପ୍ରଭାବିତ ହବନି ଯଦି ଲଙ୍ଗ ଗୋଟେ ଡିଷ୍ଟାନ୍ସ ରେ ଲଙ୍ଗ ମାନେ ଗ୍ୟାପ ଭିତରେ ଯଦି ମରାମତି କାର୍ଯ୍ୟ କରାଯିବ ତାହେଲେ ନୀତିକାନ୍ତି ପ୍ରଭାବିତ ହବାର ସମ୍ଭାବନା ରହିଛି। ସଂରକ୍ଷଣ ବା ମରାମତି କାର୍ଯ୍ୟରେ କୌଣସି ପ୍ରକାର ନୀତିକାନ୍ତିକୁ ବ୍ୟାଘାତ କିମ୍ବା ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନରେ ବ୍ୟାଘାତ ନ ହେବା ପାଇଁ ଆମେ ଚେଷ୍ଟା କରିବୁ। ସେଥିପାଇଁ ମୁଁ ଆପଣଙ୍କୁ କହିଲି ଯେ ଆମେ ଛତିଶା ନିଯୋଗର ବି ପରାମର୍ଶ ଲୋଡ଼ିବୁ, ମ୍ୟାନେଜିଂ କମିଟିର ବି ପରାମର୍ଶ ଲୋଡ଼ିବୁ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦନ ବି ଯଦି କିଛି ପରାମର୍ଶ ଅଛି ତା ଉପରେ ନେବୁ ଏବଂ ସମସ୍ତଙ୍କର ସହମତିରେ ଏବଂ ପୂର୍ଣ୍ଣାଙ୍ଗ ଭାବରେ ଏହି କାର୍ଯ୍ୟ ସମାପନ କରିବା ପାଇଁ ଆମେ ମହାପ୍ରଭୁଙ୍କର କୃପାଭିକ୍ଷା କାମନା କରୁଛୁ। ମ୍ୟାନେଜିଂ କମିଟି କେବେ, କାରଣ ମ୍ୟାନେଜିଂ କମିଟି ଉପରେ ମଧ୍ୟ ନିର୍ଭର କରୁଛି, କେବଳ ଛତିଶା ନିଯୋଗରେ ଆଲୋଚନା କଲେ ନୁହଁ, ମ୍ୟାନେଜିଂ କମିଟିରେ ମଧ୍ୟ ଆପ୍ରୁଭାଲ ହବାର ଅଛି। ମ୍ୟାନେଜିଂ କମିଟି ପାଇଁ ମୋର ଯାହା ସୂଚନା ଅଛି ଏହି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି। ମ୍ୟାନେଜିଂ କମିଟିର ଗଠନ ହେଲା ପରେ ଆପଣମାନେ ନିଶ୍ଚିତ ଭାବରେ ସୂଚନା ପାଇପାରିବେ।